ଆଜିକାଲିର ପିଲାମାନଙ୍କର ତାଙ୍କ ମାଆମାନଙ୍କୁ ପ୍ରାୟ ଗୋଟିଏ ପ୍ରଶ୍ନ, ମାମା ବାପା କେତେବେଳେ ଆସିବେ? ମାମା ବାପା କ'ଣ ଯେ ଏତେ ବ୍ୟସ୍ତ ରହୁଛନ୍ତି? ମାମା ବାପା କାହିଁକି ଆମ ସାଙ୍ଗରେ ଡିନର କି ଲଞ୍ଚ କିଛି କରୁନାହାନ୍ତି? ମାମା ତମେ ତ ସବୁବେଳେ ମୋ ସାଙ୍ଗରେ ପିଟିଏମ୍ ଯାଉଛ, ବାପା କାହିଁ ଯାଉନାହାନ୍ତି? ମାମା ବାପା ଆମକୁ କ'ଣ ବାହାରୁ କେବେ ବୁଲିବା ପାଇଁ ନେବେନି? ଏମିତି କେତେ କ'ଣ ପ୍ରଶ୍ନ ପଚାରି 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 ଶେଷରେ ପିଲା ଗୁଡ଼ାକ ଚୁପ୍ ହେଇଯାଉଛନ୍ତି। ନିଜ ମନକୁ ବୁଝେଇ ଦେଉଛନ୍ତି ଯେ ନା, ସେ ଯାହାକୁ ବାପା ବୋଲି ଭାବୁଛନ୍ତି ସେ ବାପା ନୁହେଁ, ସେ ଟଙ୍କା ତିଆରି ମେସିନ୍। ସେ କେବଳ ଟଙ୍କାକୁ ଚିହ୍ନନ୍ତି। ବ୍ୟାଙ୍କ ବାଲାନ୍ସ ବଢ଼ଉ ବଢ଼ଉ କେତେବେଳେ ପିଲାମାନେ ବି ବଢ଼ି ଯାଇଥାନ୍ତି, ସେ କଥା ଆମେମାନେ ହୁଏତ ଭୁଲି ଯାଉଛୁ। ହେଲେ ଚିନ୍ତା କରନ୍ତୁ ତ, ଏବେ ଆମେମାନେ ପିଲାଙ୍କୁ ସମୟ ଦେଉନୁ। ଯେତେବେଳେ ଆମର ବୃଦ୍ଧାବସ୍ଥା ଆସିବ, ଆମେମାନେ ସମୟ ଖୋଜିବୁ, ସେତେବେଳେ ଆମ ପିଲାମାନେ ଆମକୁ ସମୟ ଦେବେ ତ? ଆମକୁ କଷ୍ଟ ହେବନି? ଯେତେବେଳେ ଆମ ପାଇଁ ପିଲାମାନଙ୍କର ନିହାତି ସମୟ ଦରକାର, ସେତେବେଳେ ସେମାନେ ଆମକୁ ସମୟ ଦେଇପାରିବେନି। ଆଉ ଆମେମାନେ ଯେତେବେଳେ ସମୟ ପାଇଁ ଜିଦ୍ କରିବୁ, ଆମକୁ ନେଇକି ବୃଦ୍ଧାଶ୍ରମରେ ଛାଡ଼ିଦେବେ। ଭଲ ଲାଗିବ ତ? କଷ୍ଟ ହେବନି ତ? ଟିକେ ବିଚାର କରିବେ। ଭୁଲ କହିଥିଲେ କ୍ଷମା ଦେବେ। ଜୟ ଜଗନ୍ନାଥ।